ଚିଲିକା ହ୍ରଦର ସେ ନୀଳ ପାଣି ଭିତରେ ଗୋଟେ ଦ୍ୱୀପ ଅଛି ଆଉ ସେଇଠି ଅଛି କାଳିଜାଇ ମନ୍ଦିର। ଜାଣନ୍ତି, ଏଇଟା କେବଳ ଗୋଟେ ପୂଜା କରିବାର ଜାଗା ନୁହେଁ। ଏହା ପଛରେ ଗୋଟେ କାହାଣୀ ଲୁଚି ରହିଛି। ଗୋଟେ ଏମିତି କାହାଣୀ ଯେଉଁଠି ଦୁଃଖ, ରହସ୍ୟ ଆଉ ଅନେକ ବିଶ୍ୱାସ ସବୁ ଏକାଠି ମିଶିଯାଇଛି। ତେବେ ଆସନ୍ତୁ ଆଜି ସେଇ କିମ୍ବଦନ୍ତୀ ଭିତରକୁ ଯିବା। ହୁଏତ ଆପଣ ଚିଲିକା ବୁଲିବାକୁ ଯାଇଥିବେ, ଏ ମନ୍ଦିର ବି ଦେଖିଥିବେ, କିନ୍ତୁ କେବେ ମନକୁ ଆସିଛି ଯେ ଏଇ ମନ୍ଦିରର ନାଁ କାଳିଜାଇ କାହିଁକି ହେଲା? ଏଟା କେବଳ ଗୋଟେ ଗପ ନୁହେଁ, ଏଟା ହେଉଛି ସେହି ଅଞ୍ଚଳର ଲୋକଙ୍କର ବିଶ୍ୱାସ ଆଉ ସଂସ୍କୃତିର ଗୋଟେ ବଡ଼ ଅଂଶ। ଚାଲନ୍ତୁ ଏହାର ରହସ୍ୟକୁ ଟିକେ ଖୋଜିବା। ତେବେ କାହାଣୀର ଆରମ୍ଭ ହେଉଛି ସେଇ ଦ୍ୱୀପରୁ। ଦିନବେଳା ଏ ଜାଗା ଯେତିକି ଶାନ୍ତ ଆଉ ସୁନ୍ଦର ଦିଶେ ନା, ରାତି ହେଲେ ଏହାର ପରିଚୟ ସେତିକି ରହସ୍ୟମୟ ହୋଇଯାଏ। ଏମିତି କ'ଣ ଅଛି ସେ ରହସ୍ୟ ଯାହା ଏଇ ଦ୍ୱୀପକୁ ଏତେ ଖାସ୍ କରି ଦେଇଛି? ଦେଖନ୍ତୁ, ପ୍ରତ୍ୟେକ ପବିତ୍ର ଜାଗା ପଛରେ କିଛି ନା କିଛି କାହାଣୀ ଥାଏ। କିନ୍ତୁ ଏଇ ଦ୍ୱୀପର କାହାଣୀ ଆରମ୍ଭ ହୋଇଥିଲା ଗୋଟେ ବହୁତ ବଡ଼ ଦୁଃଖଦ ଘଟଣାରୁ। ଗୋଟେ ଭୟଙ୍କର ଦୁର୍ଘଟଣା ଯାହା ଏ ଜାଗାର ଭାଗ୍ୟକୁ ସବୁଦିନ ପାଇଁ ବଦଳେଇ ଦେଲା। ସେଠିକାର ଯେଉଁ ନାଉରୀମାନେ ଅଛନ୍ତି, ସେମାନେ କୁହନ୍ତି ଆଜି ବି ଜହ୍ନ ରାତିରେ ଚିଲିକାର ସେହି ସୁନସାନ ପରିବେଶ ଭିତରେ କାହାର କାନ୍ଦିବାର ଶବ୍ଦ ଶୁଣାଯାଏ। ଆଉ ସେହି ଶବ୍ଦଟା ସେହି ପୁରୁଣା କ୍ଷତକୁ ମନେ ପକାଇ ଦିଏ, ଯେଉଁଥିରୁ ଏ କିମ୍ବଦନ୍ତୀର ଜନ୍ମ। ତେବେ ଚାଲନ୍ତୁ ଟିକେ ସମୟ ପଛକୁ ଫେରିଯିବା। ଏ କିମ୍ବଦନ୍ତୀର ଆରମ୍ଭ ହୋଇଥିଲା ବହୁତ ବର୍ଷ ତଳେ, ଜଣେ ନବବଧୂର ଶେଷ ଯାତ୍ରାରୁ। କାହାଣୀର ମୁଖ୍ୟ ଚରିତ୍ର ଥିଲେ ଜାଏ। ଆଖିରେ ତାଙ୍କର ଅନେକ ସ୍ୱପ୍ନ ଥିଲା। ନିଜ ବାପା ଘରୁ ଶାଶୁ ଘରକୁ ଯାଉଥିଲେ, କିନ୍ତୁ ସେ ଜାଣିନଥିଲେ ଯେ ଚିଲିକାର ସେହି ଢେଉ ଭିତରେ ତାଙ୍କ ଭାଗ୍ୟ କିଛି ଅଲଗା ହିଁ ଲେଖି ସାରିଥିଲା। ଯାତ୍ରା ତ ବେଶ ଖୁସିରେ ଆରମ୍ଭ ହୋଇଥିଲା, କିନ୍ତୁ ହଠାତ୍ ଆକାଶଟା ପୁରା କଡ଼ା ବାଦଲରେ ଢାଙ୍କି ହୋଇଗଲା। ଚିଲିକାର ଶାନ୍ତ ପାଣିରେ ଭୟଙ୍କର ଢେଉ ଉଠିଲା। କେହି କିଛି ବୁଝିବା ଆଗରୁ ଡଙ୍ଗାଟା ଓଲଟି ପଡ଼ିଲା, ଆଉ ଜାଇଙ୍କର ସବୁ ସ୍ୱପ୍ନ ସେଇ ଗଭୀର ପାଣିରେ ସବୁଦିନ ପାଇଁ ହଜିଗଲା। କିନ୍ତୁ କାହାଣୀ ଏଇଠି ସରିନଥିଲା, ବରଂ ଏଇଠୁ ଗୋଟେ ନୂଆ ଅଧ୍ୟାୟ ଆରମ୍ଭ ହେଉଥିଲା। କୁହନ୍ତି, ଯେଉଁଠି ମଣିଷର ଦୁଃଖ ସରିଯାଏ ସେଇଠୁ ହିଁ ଦେବତ୍ୱର ଆରମ୍ଭ ହୁଏ, ଆଉ ଜାଇଙ୍କ ମୃତ୍ୟୁ ହିଁ ତାଙ୍କ ଅମରତ୍ୱର କାରଣ ପଲଟିଗଲା। ଲୋକକଥା ଅନୁସାରେ ଝଡ଼ ପରେ ସମସ୍ତେ ଫେରିଲେ, କିନ୍ତୁ ଜାଇ ଆଉ ଫେରିଲେନି। ତାଙ୍କ ଶରୀର ବି କେବେ ମିଳିଲାନି। ଲୋକେ ବିଶ୍ୱାସ କଲେ ଯେ ତାଙ୍କର ଆତ୍ମା ସେଇ ଦ୍ୱୀପରେ ରହିଗଲା, ସବୁଦିନ ପାଇଁ ଚିଲିକାର ରକ୍ଷକ ହୋଇ। ଏଇ ଯେଉଁ ରୂପାନ୍ତରଣ, ଏଇଟା ହିଁ କାହାଣୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଜାଇ ନାମକ ଜଣେ ସାଧାରଣ ଝିଅ ଲୋକଙ୍କ ବିଶ୍ୱାସ ଓ ଭକ୍ତିରେ ପାଲଟିଗଲେ ଦେବୀ କାଳିଜାଇ। ଏଇଟା ଦେଖାଏ ଯେ କେମିତି ମଣିଷ ନିଜ ଦୁଃଖ ଆଉ ଭୟକୁ ଶ୍ରଦ୍ଧାରେ ବଦଳେଇ ଦେଇପାରେ। ତେବେ ବର୍ତ୍ତମାନ ଆସନ୍ତୁ ଦେଖିବା ଏହି କିମ୍ବଦନ୍ତୀ ଆଜିର ଦିନରେ ଲୋକଙ୍କ ମନରେ କେମିତି ବଞ୍ଚି ରହିଛି, ଯେଉଁଠି ଭୟ ବି ଅଛି ଆଉ ଭକ୍ତି ବି ଅଛି। ହଁ, ଏ ବିଶ୍ୱାସର ଦୁଇଟା ରୂପ ଅଛି, ଗୋଟେ ଭୟ ଆଉ ଗୋଟେ ଭକ୍ତି। କିଛି ଲୋକ ତାଙ୍କ କ୍ରୋଧକୁ ଡରନ୍ତି, କିନ୍ତୁ ଚିଲିକା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ପାଇଁ ସେ ହେଉଛନ୍ତି ରକ୍ଷାକର୍ତ୍ରୀ, ସେମାନଙ୍କ ମା'। ଆଉ ଆଜି ସେହି କିମ୍ବଦନ୍ତୀଟା ଗୋଟେ ଜୀବନ୍ତ ପରମ୍ପରା ପାଲଟିଛି। ପ୍ରତିଦିନ ଶହ ଶହ ଭକ୍ତ ଏଠାକୁ ଆସନ୍ତି, ଦେବୀଙ୍କୁ ପୂଜା କରନ୍ତି ଆଉ ସେହି କାହାଣୀକୁ ମନେ ପକାନ୍ତି। ଏମିତି ଭାବରେ ଜାଇଙ୍କ କାହାଣୀ ପିଢ଼ି ପରେ ପିଢ଼ି ବଞ୍ଚି ରହିଛି। ତେଣୁ କାଳିଜାଇଙ୍କ କାହାଣୀ କେବଳ ଗୋଟେ ଲୋକକଥା ନୁହେଁ, ଏଇଟା ହେଉଛି ଭୟ ଏବଂ ଭକ୍ତିର, ଦୁଃଖ ଏବଂ ଦେବତ୍ୱର ଗୋଟେ ଅଦ୍ଭୁତ ମିଶ୍ରଣ। ଆଉ ଏହା ଆମକୁ ଶିଖାଏ ଯେ କେମିତି ଗଭୀରରୁ ଗଭୀର ଦୁଃଖ ଭିତରୁ ବି ଅତୁଟ ବିଶ୍ୱାସ ଜନ୍ମ ନେଇପାରେ।